ଏବେ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ କମିଛି କାହିଁକି ନା ଭାରତୀୟ ଲୋକ ବାହାରେ ଇନଭେଷ୍ଟମେଣ୍ଟ କରୁଛନ୍ତି ଭାରତର କରୁନାହାନ୍ତି। ଆପଣ ଦେଖନ୍ତୁ ଗୋଟେ ମୁଖ୍ୟମନ୍ତ୍ରୀ ତାଙ୍କ ଅଧୀନରେ ଗୃହ ବିଭାଗ ଅଛି, ତାଙ୍କ ଅଧୀନରେ ଅର୍ଥ ବିଭାଗ ଅଛି, ସେ କିନ୍ତୁ ବୁଲି 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 କ୍ୟାମେରା ଆଗରେ ନିଜର ବିଭିନ୍ନ ପ୍ରକାର ଭାଷଣରେ ବ୍ୟସ୍ତ। ହେଲେ ରିପୋର୍ଟ ବାହାର କହିଛି 2014 ରୁ 2024 ଡିସେମ୍ବର ମଧ୍ୟରେ ଭାରତର 16 ଲକ୍ଷ ଲୋକ ତାଙ୍କ ନାଗରିକତା ଛାଡ଼ି ଦେଇଛନ୍ତି, ବିଦେଶ ପଳେଇଛନ୍ତି। ସେଇମାନଙ୍କୁ ଡକରା ଯାଉଛି ତମେ ଏଠିକି ଆସ। ନାଗରିକତା ନା ବୁଲିଯିବ, କାରଣ ସେମାନେ ପ୍ରଧାନମନ୍ତ୍ରୀ ଗଲେ ମାନେ ଏତେ ସଂଖ୍ୟକ ଭାରତୀୟ କେବେ ଭାରତ ଛାଡ଼ି ପଳେଇ ନଥିଲେ। ନେଟୱର୍ଥ ଯୋଉମାନଙ୍କର ଅଧିକା, ଯୋଉମାନଙ୍କର ହାଇ ଇନକମ ଗୋଷ୍ଠୀ, ସେମାନେ ବିଦେଶରେ ଇନଭେଷ୍ଟମେଣ୍ଟ କରୁଛନ୍ତି। ଏବେ ଫରେନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ କମିଛି କାହିଁକି ନା ଭାରତୀୟ ଲୋକ ବାହାରେ ଇନଭେଷ୍ଟମେଣ୍ଟ କରୁଛନ୍ତି, ଭାରତର କରୁନାହାନ୍ତି। सर जो मैंने भारतीय भारत इन्वेस्टमेंट नक मन बड़ी बाहर को गले से भारत को पचर एत खर्च करेंगे पुणी से निवेश लक्ष्य सरकार गोटे मूर्खामी 16 लक्ष लोक से पुणी भारत डाकिकी निवेश करने आशा नहीं एत खर्च करे सरकार कौन करेंगे। गोटे दुर्बल सरकार ये अच्छी। आप देखो गोटे मुख्यमंत्री अधीन गृह विभाग अच्छी, अधीन अर्थ विभाग अच्छी, से किंतु बुली 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 कैमरा आगे निजर विभिन्न प्रकार भाषण व्यस्त। समय कुआड़ हो मत बड़ा आश्चर्य लगुच।